କଥା କୁହନ୍ତୁନି ହେଲା। ତାହେଲେ ଠିକ୍ ଅଛି। ओम नारायण नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेतमुखं करोति वाचालं पङ्गुलं गिरिं यत्कृपातमहं वन्दे परमानन्दमाधवं निगमकल्पतरोर्भृतं फलं शुभमुखादवृतद्रवसंयुतं पिबत भागवतं रसमालयो मुहुरो रसिका भूविभावुकाः ओं व्यासं वसिष्ठनर्तारं सत्यकौण्ठमकर्मशं पराशरात्मजं वन्दे सुगतातन्तपोनिधिं ओम व्यासाय विष्णुरूपाय व्यासरूपाय विष्णवे नमो वै ब्रह्मनिधये वासिष्ठाय नमो नमः। ओम श्री परमात्मने नमः। ओम नमो भगवते वासुदेवाय। वर्तमान दशम स्कंध अध्याय 70 भगवान दिनचर्या केतळे उठियो केମିତି କ'ଣ କାମ କରି ୟୁଜ ଚାଲିଥିଲା। ତାପରେ ସଭାରେ ବସିଛନ୍ତି ଉଗ୍ରସେନ ଅଛନ୍ତି ରାଜଦରବାର ଚାଲିଛି। ଏ ଯେଉଁ ଜରାସନ୍ଧ 20,000 ରଜା ଦି ଅୟୁତ ରଜାଙ୍କୁ ଆଣିକିରି ବନ୍ଦୀ କରିକି ରଖିଛି ଆଉ ପରାଜୟ କରି ତାଙ୍କୁ ଆଣିକି ରଖିଥିଲା ବଳି ଦେବ। ସେମାନେ ବିକଳ ହେଇକି ଗୋଟେ ଦୂତ ପଠେଇଥିଲେ। ଦୂତ ଆସିକିରି ପାଇଛି ଆଉ କ'ଣ ହେଉଛି ଦେଖିବା। लोक विकर्म निरत कुशले प्रमत्त कृष्ण कृष्ण प्रमेयात्मन प्रपन्न भयभंजन वयं शरण जाम भवभीता पृथक धिय। बोले दूत आसिक कहूँ जे प्रभु राजा ने एक प्रकार कहते हे कृष्ण आपण हेले अप्रमेयात्मा माने विश्वात्मा सर्वात्मा एवं प्रपन्न भयभंजन। प्रपन्न माने शरणागत व्यक्तिर भय को आप हटई दिखती। वयं तांग शरण जाम आम तुम शरण पशिलु भवभीता पृथक धिय। आम संसार आम भय देखा आमर बुद्धि भिन्न हो बुद्धिटा ईश्वर परायण हवा कथा ताहा नहीकि आमर बुद्धि संसार में मग्न हो एवं भवभीता संसार को आम भय करुचु पृथक धिय। संसार को भय हवा ही स्वाभाविक कहीं संसार देला कौन कि रजा होते से ये युद्धर जय कर बंदी कर खाइबा नहीं किसी नहीं पढ़ी तेणु संसार भय लगे बुद्धिटा पृथक धिय। आमर बुद्धिटा संसार भितर बुलूला ता परिणाम स्वरूप बंदी हो पड़ी रजा हो तेणु संसार आमको भय लगे आम हेलु आप शरणापन्न व्यक्ति। तापर से रजा दूत आगे कही दूत आसिक कहूँ लोक विकर्म निरत कुशले प्रवत्त कर्मण्यय तदुदिते भवदर्शनेश्वे
ଯସ୍ତାବଦସ୍ୟ ବଳବାନ ଇହ ଜୀବିତାଶାଂ ସଦ୍ୟ ଛିନ୍ନତ୍ୟନିବିଷାୟ ନମସ୍ତୁ ତସ୍ମୈ। ଲୋକ ବିକର୍ମ ନିରତ କୁଶଳେ ପ୍ରମତ୍ତ। ଏ ଲୋକମାନେ ବ୍ୟକ୍ତି ବିଶେଷ ନୁହଁ, ଚତୁର୍ଦ୍ଦଶ ବ୍ରହ୍ମାଣ୍ଡର ସମସ୍ତ ବିକର୍ମ ନିରତ। ବିକର୍ମ ମାନେ ଗର୍ହିତ କର୍ମ, ସାଂସାରିକ କର୍ମ ବା ନିଷିଦ୍ଧ କର୍ମ। ସଂସାରରେ ବେଦ ବିହିତ କର୍ମ କରିବା, ଶାସ୍ତ୍ରୋକ୍ତ ନିୟମ ଅନୁସାରେ କର୍ମ କରିବା ଦରକାର। ସେମିତି କର୍ମ ନ କରି କୁକର୍ମରେ ରତ ଲୋକ ବିକର୍ମ ନିରତ କୁଶଳେ ପ୍ରମତ୍ତ। ଖରାପ କାମ କରୁଛନ୍ତି, ଇଆଡ଼େ ମଙ୍ଗଳ ଚିନ୍ତା କରୁଛନ୍ତି। କର୍ମଣି ଅୟଂ ତଦୁଦିତେ ଭବଦର୍ଶନେଶ୍ୱେ। কর্মণি অয়ং তদিদিতে ভবৎ অর্চনেস্বে। কর্ম তদুদিতে কর্মণি, ଆପଣ ସଂସାର ସୃଷ୍ଟି କରିବା ଲୋକ ଏବଂ ସଂସାର ସ୍ରଷ୍ଟା, ସଂସାର କେମିତି ଚାଲିବ ସେଥିପାଇଁ ଆଇନ ତିଆରି କରି ରଖିଛନ୍ତି। କିନ୍ତୁ ଲୋକ ଜନସମୁଦାୟ ଆପଣଙ୍କର ନିର୍ଦ୍ଧାରିତ ନୀତିରେ ନ ଚଳି କୁତ୍ସିତ କର୍ମରେ, ସାଂସାରିକ କର୍ମରେ ଲଟପଟ ହେଉଛନ୍ତି। ତଦୁଦିତେ ଆପଣ କିନ୍ତୁ କହିଛନ୍ତି ଯେ ତୁ ଗୋଟିଏ ଆତ୍ମା ଏବଂ ତୋର ମୋତେ ପୂଜା କରିବା ହେଇ ଦରକାର, ମାନେ ଭଗବତ ଆରାଧନା କରିବା ଦରକାର। ଭବଦର୍ଶନେଶ୍ୱେ, ପ୍ରକୃତରେ ନିଜର ତୁ ଗୋଟିଏ ଯେହେତୁ ଜୀବାତ୍ମା, ତୋର ଏକମାତ୍ର କାମ ପରମାତ୍ମାକୁ ସେବା କରିବା ବା ପରମାତ୍ମାକୁ ପାଇବା, ଉଦ୍ଧାର ହେଇଯିବା। କିନ୍ତୁ ତା ନକରି ସାଂସାରିକ ବନ୍ଧନ ହେବା ଭଳିଆ କୁତ୍ସିତ କର୍ମରେ ସମସ୍ତେ ରତ ରହୁଛନ୍ତି। ଯସ୍ତାବଦସ୍ୟ ବଳବାନ ଇହ ଜୀବିତାଶାଂ। ଆହୁରି ତା ଭିତରେ ବଞ୍ଚିକିରି କେମିତି ରହିବା ବେଶୀ ଦିନ, ଏ ଜୀବନ ବଞ୍ଚି ରହିବା ଆଶାଟା ତା ଭିତରେ ଆହୁରି ବଢ଼ିବା। ସଦ୍ୟଚ୍ଛିନ୍ନତ୍ୟନିବିଷାୟ ନମସ୍ତୁ ତସ୍ମୈ। କିନ୍ତୁ ଆପଣ ମହାକାଳ ସ୍ୱରୂପରେ ସମସ୍ତେ ବେଶୀ ଦିନ ବଞ୍ଚିବା ପାଇଁ ଇଚ୍ଛା କରୁଥିବା ଅବସ୍ଥାରେ ଆପଣ ମହାକାଳ ଏବଂ ମହାକାଳ ହେଇକିରି ପ୍ରତ୍ୟେକ ଜୀବକୁ ବିନାଶ ଆଡ଼କୁ ଟାଣି ନିଅନ୍ତି। ଏହି ପ୍ରକାର କାଳ ସ୍ୱରୂପ ଆପଣଙ୍କୁ ଆମର ନମସ୍କାର। ଲୋକେ ଭବାନ ଜଗଦିନଃ କଳୟାବତୀର୍ଣ୍ଣଃ ସଦ୍ରକ୍ଷଣାୟ ଖଳନିଗ୍ରହଣାୟ ଚାନ୍ୟଃ କଶ୍ଚିତ୍ ତୃତୀୟମତିଜାତି ନିଦେଶମିଷ କିମ୍ବା ଜନଃ ସୁକୃତ ମୃଚ୍ଛତି ତନ୍ନ ବିଦ୍ୱାଂ। ଲୋକେ ଭବାନ ଜଗଦିନଃ କଳୟାବତୀର୍ଣ୍ଣଃ। ଆପଣ ହେଉଛନ୍ତି ସ୍ୱୟଂ ଜଗଦୀଶ୍ୱର ଏବଂ ଦୁଷ୍ଟ ନିବାରୀ ସନ୍ଥ କଳେଇବା ନିମନ୍ତେ ଅବଦାନ ନେଇଛନ୍ତି। ଭବାନ ଜଗତ ଇନଃ, ଇନ ମାନେ ସ୍ୱାମୀ। ତ୍ରିଜଗତର ମାନେ ଚତୁର୍ଦ୍ଦଶ ବ୍ରହ୍ମାଣ୍ଡର ଆପଣ ହେଲେ ସ୍ୱାମୀ ବା ମାଲିକ। ୟାକୁ ଆପଣ ସୃଷ୍ଟି କରିଛନ୍ତି ଆପଣ ଏବଂ ତାର ମାଲିକ ବି ଆପଣ। ଯିଏ ସୃଷ୍ଟି କରିଛି ସେ ମାଲିକ ଆପଣ। କଳୟାବତୀର୍ଣ୍ଣଃ, ଏବଂ ଆପଣ ପରବ୍ରହ୍ମଙ୍କର କଳାରୁ ଅଂଶ ବା ତାଙ୍କର କଳାରୁ ଅବଦାନ ନେଇଛନ୍ତି। କ'ଣ ବିନା ସଦ୍ରକ୍ଷଣାୟ ଖଳନିଗ୍ରହଣାୟ ଚାନ୍ୟଃ। ସଜ୍ଜନମାନଙ୍କର ସୁରକ୍ଷା ଏବଂ ଦୁର୍ଜନମାନଙ୍କର ନିଗ୍ରହ, ମାନେ ଶାସନ ବା ଦଣ୍ଡିତ କରିବା ପାଇଁ ଆପଣଙ୍କର ଅବତାର। କଶ୍ଚିତ୍ ତୃତୀୟଂ ଅତିଜାତି ନିଦେଶମିଷ। କେହି ହେଲେ ବି ଆପଣଙ୍କୁ ଅତିକ୍ରମ କରିକି ଯାଇପାରିବେ ନାହିଁ, କାରଣ ଆପଣ ଭିତରେ ଆତ୍ମସ୍ୱରୂପରେ ବଞ୍ଚେଇକି ରହିଛନ୍ତି। ବାହାରେ ମହାକାଳ ସ୍ୱରୂପରେ ସମସ୍ତଙ୍କର ଗତିକି ନିୟନ୍ତ୍ରଣ କରି କିଏ କେଉଁ ବାଟରେ ଯାଇପାରିବେନି, ଯାହା ଆପଣ ଚିନ୍ତା କରି ସେ ବାଟରେ ଯିବେ। ତେଣୁ
ତୃତୀୟ ଅତିଜାତି ଆପଣଙ୍କୁ ଅତିକ୍ରମ କରିକି କେହି କୁଆଡ଼େ ଯାଇପାରିବେ ନାହିଁ। ମାନେ ମହାକାଳକୁ ଅତିକ୍ରମ କରିକି ଯାହା ସମୟ କରେଇଦେବ ଆମେ ଏଇଠି ନୀରବ ଦ୍ରଷ୍ଟା ଚାହେଁ ଆମେ ଭୋଗିବାକୁ ବାଧ୍ୟ। ଆପଣଙ୍କର ନିର୍ଦ୍ଦେଶ ହିଁ ପାଳନ କରାଯାଏ ଏଇଠି, ଯାହା ଆପଣଙ୍କର ଇଚ୍ଛା ତାହା ହିଁ ହୁଏ। ଆଉ ମଣିଷ ହାତରେ କିଛି ନାହିଁ। କିମ୍ବା ଜନ ସୁକୃତ ମୃତ୍ସତି ତନ୍ନ ବିଦ୍ୱାହ, ଆମ ଦୁଷ୍କର୍ମ କିପରି ଆମକୁ ଫଳ ଦେବାକୁ ସମର୍ଥ ହୋଇପାରିବ, ତେଣୁ ଆପଣ କୃପା କରି ଆମକୁ ଏହି କ୍ଲେଶରୁ ମୁକ୍ତ କରିଦିଅନ୍ତୁ। କିମ୍ବା ଜନ ସୁକୃତ ମୃଚ୍ଛତି ତନ୍ନ ବିଦ୍ୱାହ, ନିଜର କର୍ମଫଳ ନିଜେ ଭୋଗ କରେ, କିନ୍ତୁ ଆପଣ ଚାହିଁଲେ ସବୁ କିଛି ଏପଟ ସେପଟ କରିଦେଇପାରିବେ। କର୍ମଫଳ ତ ଭୋଗ ହବ, କିଛି ଅସୁବିଧା ନାହିଁ, ତାକୁ ମଧ୍ୟ ବଦଳାଇ ଦେବାର କ୍ଷମତା ଆପଣଙ୍କର ଅଛି। ଆପଣ ଯାହା ଚାହିଁବେ ସେଇଆ ହେବ। ଆପଣ ଏଇ ମହାକାଳ କାଳ ମଣିଷ ଇଚ୍ଛା ଗୋଟେ ପ୍ରକାର କରୁଛୁ, କାଳ ତା କାଳରେ ଯାହା କରିବା କଥା କରିଯିବେ। ତେଣୁ ଆମେ ଯେହେତୁ ଆପଣଙ୍କର ଶରଣାପନ୍ନ, ଏଠି ଯେହେତୁ ସଂସାରଟା ଆପଣଙ୍କର ଇଚ୍ଛାରେ ଚାଲିଛି, ତେଣୁ ଆମେ ଏଠି ଯେ ଜରାସନ୍ଧ ବନ୍ଦିଶାଳା କରିକି ଦୁଃଖ ଭୋଗିବୁ, ଆପଣ ଚାହିଁଲେ ଏଇଟା ହଟେଇ ଦେଇପାରିବେ ପ୍ରଭୁ। ତେଣୁ ଏତିକି ଦୟା ଆପଣ ଆମକୁ କରନ୍ତୁ। ସ୍ୱପ୍ନାୟିତମ୍ ନୃପ ସୁଖମ୍ ପରତନ୍ତ୍ର ବିଷ ଶଶ୍ୱତ୍ ଭୟେନ ମୃତକେନ ଧୁରମ୍ ବହାମଃ ହିତ୍ୱା ତଦାତ୍ମନି ସୁଖମ୍ ତଦନୀହ ଲଭ୍ୟମ୍ କ୍ଲେଶ୍ୟାମହେ ଅତିକୃପଣା ତବ ମାୟ ଇହ। ସ୍ୱପ୍ନାୟିତମ୍ ନୃପ ସୁଖମ୍ परतंत्रम ईशा, पहले ईशा है प्रभु, हे मालिक। ये जो राज सुख नुह कि रजा है सुख हो जगत जानते रजा से सुख थे ना, राज सुख स्वप्न भाया मिथ्या, किसी सांसारिक सुख सुख नुहे ता मिथ्या। परतंत्रम एवं ये पराधीन राजपणर सुख है प्रारब्ध प्रारब्धर अधीन। हाँ से प्रारब्धर अधीन सत कह गले राजपण हो स्वप्न सुख पर अत्यंत तुच्छ और असत। स्वप्न जमी मिथ्या राजसुख तो ठीक है मिथ्या एवं असत। शश्वत भयेन मृतकेन धुरम बहामः, ता सहित से सुख भोग कर शरीर हो एक प्रकार मुर्दार कर। शश्वत भयेन मृतकेन धुरम बहामः, ये शरीरटा मुर्दार, ता भर आप अच्छे अच्छी ना गुण। तेणु मुर्दार भाया शरीर सदा सर्वदा मृत्यु हो घाटिकी रखी। शरीर हूँ एक प्रकार मुर्दार करी एवं ये सब सदा सर्वदा हजार हजार भय गोड़े थाए। गोटे भय कौन अनेक भय, शरीर है गोटे मुर्दार, या पछे अनेक भय अच्छी। किंतु आम अंतकरण निष्काम भाव निसंकल्प स्थिति मिलुवा आत्मसुख परित्याग करी यही शरीर द्वारा ही जगतर नाना प्रकार भार वहन कर चलु। धुरम बहाम माने शरीरटा मल्ला शरीरटा प्रभु आप एवं मल्ला शरीर यार भयर कारण भी अनेक। केतले शत्रु आक्रमण है, केतले रोग आक्रमण है, केतले संसार दुख द्वारा पीड़ित हो मानसिक अशांति, ये अनेक दुख भोगार अच्छी। तेणु तथापि ये संसार को आम मुंडे बुलुचे। हित्वा तत्आत्मनि सुखम तदना तदनीह लभ्यम तत् अनीह लभ्यम। तो अंतकरण निष्काम और निसंकल्प स्थिति मिलुवा आत्मसुख
ତେଣୁ ଏ ସଂସାର ଭାରକୁ ଯଦି ହଟେଇ ଦିଆଯାଏ ତାହେଲେ ଆତ୍ମ ତଦାତ୍ମନି ସୁଖମ, ସଂସାରକୁ ହଟେଇ ଦେଲେ ଆତ୍ମଚିନ୍ତନ କରାଗଲେ, ସଂସାର ଥିଲା ପର୍ଯ୍ୟନ୍ତ ଆତ୍ମଚିନ୍ତନ କରିପାରିବ ନାହିଁ, ସଂସାରକୁ ହଟେଇ ଯଦି ଆତ୍ମଚିନ୍ତନ କରିବ ତାହା ସୁଖଦାୟକ ହେବ। ତ୍ୱତ୍ ଅନିହ ଲଭ୍ୟମ୍ କ୍ଲେଶ୍ୟାମହେ ଅତିକୃପଣ ତବ ମାୟୟେହ। ବର୍ତ୍ତମାନ ଆପଣଙ୍କ ମାୟା ସତରେ ଆପଣ ନିତାନ୍ତ, ଆମେ ନିତାନ୍ତ ଅଜ୍ଞାନୀ, ଆମେ ଆପଣଙ୍କର ମାୟା ବଳରେ ପଡ଼ି ଦୁଃଖ ପରେ ଦୁଃଖ ଭୋଗିଛନ୍ତି। ଇହ ମାୟୟା କ୍ଲେଶ୍ୟାମହେ ଅତିକୃପଣା, ଆମେ ଏଠି କେବଳ ମାୟାରେ ପଡ଼ିକିରି ଘାଣ୍ଟି ହେଉଛୁ ଏବଂ ଅନେକ ଦୁଃଖ ଯନ୍ତ୍ରଣା ଭୋଗ କରୁଛୁ। ପ୍ରଭୁ ଏ ଶରୀର ମଲାଟା ଏବଂ ୟା ଦେହରେ ମୃତ ଶରୀର କେତେବେଳେ ଠୁ ହୋଇଯିବ କିଛି ଅସୁବିଧା ନାହିଁ, ଏବଂ ୟା ଭିତରେ ମଧ୍ୟ ଅନେକ ଭୟ ରହିଛି। ତଥାପି ଆମେ ସଂସାରକୁ ମୁଣ୍ଡେଇକିରି ବୁଲୁଛୁ, ସଂସାରକୁ ଛାଡ଼ି ଦେଇକିରି ଯଦି ଆତ୍ମଚିନ୍ତନ କରିବୁ ତାହେଲେ ସୁଖ ନିଶ୍ଚିତ ମିଳିବ। ହେଲେ ଆପଣଙ୍କ ମାୟାରେ ବାନ୍ଧି ହେଇ ଆମେ ଯାତନା ଭୋଗ କରୁଛୁ, ଶାରୀରିକ ଏବଂ ମାନସିକ ଯନ୍ତ୍ରଣା। ତନ୍ନୁ ଭବାନ ପ୍ରଣତ ଶୋକ ହରାଙ୍ଗି ଯୁଗ୍ମ ବଦ୍ଧାନ ବିଜୁମ୍ଫ ମଗଧାଭୟ କର୍ମ ପାଶାତ जो भू भुजो जुत्त मतंगज वियर्च्यमेको बिभ्रत अरुरोध भवने मृगराडिवा मृगराडि इवा तन्नु भवान प्रणत शोक हरांगी जुग्म, आपणकर अंघ्री जुग्म पादपद्म द्वय जी प्रणत माने आपणकर सेवक शरणापन्न तार दुख को हरण करे। आपणकर पादपद्म द्वय शरणापन्नर दुख अपहरण करे। बद्धान विजुक्ष मगधा भूय कर्म पाशात। तेणु आम मैंने बर्तमान मगधा मगधा भूय कर्म पाशात मगध राजा जरासंधर मगध राजा जरासंधर आयत्तरे रही कि बंदीशाला दुख भोगुଛୁ प्रभु आपण बर्तमान आमको एथुर मुक्ति कर जो भूभुज अयुक्त मतंगज वीर्यमेको जे जार एकुटिया एक अयुक्त मदमत्त हाथीर बल तेणु सामान्य रजाटे पार केमी गोटे एक अयुक्त हाथीर बल ता सहित आम युद्ध कर पारू के। तेणु मगधर जरासंधर आयत्त तार कबल आम पड़ी एठी खाଇବା नहीं पीवा नहीं दुख जंत्रणा भोग करुछु प्रभु। किंतु आपण शरणागत आश्रय करें जे दुखरे पड़ी आप शरणागत हो जाए ताको आप उद्धार कर दियंती। तेणु बिभ्रत अनुरोध भवने मृगराडी बाबा 10,000 एक अयुक्त हाथीर बल सी आमको एपरी बंदी कर रखी आम सिंह घरे अंतर मेढ़ा दल भाया रही बिभ्रत अनुरोध भवने ए प्रकार रंधिकी रखी जमी सिंह कबल मेढ़ा पल आम रही। तेणु जी आपणकर पादपद्म को सेवा करे सी शरणागत हो जाए सी दुख उधरी जाए। ये जरासंध हूँ एक अयुक्त हाथीर बल एवं सी बर्तमान आम समस्त आणिक
ଗୋଟେ ଘର ଭିତରେ ରୁନ୍ଧିକି ରଖିଛି ଯେମିତି ସିଂହ କବଳରେ ମେଣ୍ଢା ପଲ। ତେଣୁ ଆମେ ଆପଣଙ୍କ ଶରଣାଗତ ଉଦ୍ଧାର କରୁଛୁ। ଯୋଉ ବଇ ତ୍ୱୟା ବୀଜବକୃତ୍ୱ ଉଦାତ୍ତ ଚକ୍ର ଭଗ୍ନୁ ବୃଧେ ଖଳୁ ଭବନ୍ତ ମନନ୍ତ ବୀର୍ଯ୍ୟମ୍ ଜିତ୍ୱା ଦୁର୍ଲୁକ ନିରତଂ ଶକୁଦୃଢ଼ ଦର୍ପଃ ଯୁଷ୍ମନ୍ ପ୍ରଜା ଆରୁଜତିନୁ ଅଜିତ ତଦ୍ବିଧେହି। କହିଲେ ହେ ଅଜିତ, ଆପଣଙ୍କୁ କେହି ଜୟ କରିପାରିବେନି, ସମସ୍ତଙ୍କୁ ଆପଣ ପରାଜୟ କରିବାର କ୍ଷମତା ଆପଣଙ୍କ ପାଖରେ ଅଛି। ଯୋଉ ବଇ ତ୍ୱୟା ଦିନବକୃତ୍ୟ ଉଦାତ୍ତ ଚକ୍ର 2 ନବ 18 ବାର ଆପଣଙ୍କ ଦ୍ୱାରା 18 ଥର ସେ ପରାଜିତ ହେଇଛି। ସେ ଚକ୍ର ପାଣି ଉଦାତ୍ତ ଚକ୍ରଧାରୀ ଭଗବାନ ଆପଣ ଜରାସନ୍ଧ ବିରୁଦ୍ଧରେ 18 ଥର ଯୁଦ୍ଧ କଲେ ଏବଂ 17 ଥର ତାର ଭଗ୍ନ ବୃଦ୍ଧେ ଖଳୁ ଭବନ୍ତମ୍ ଅନନ୍ତ ବୀର୍ଯ୍ୟମ୍। ଆପଣ ଅନନ୍ତ ବୀର୍ଯ୍ୟ ଅସୀମ ପରାକ୍ରମ ଆପଣଙ୍କ ପାଖରେ ଅଛି। ତେଣୁ ସେ 18 ଥର ଆପଣଙ୍କ ସହିତ ଯୁଦ୍ଧ କରି 17 ଥର ପରାଜୟ ସ୍ୱୀକାର କରିଛି। ଜିତ୍ୱା ଦୁର୍ଲୁକ ନିରତମ୍ ସକୃତ ଊଢ଼ ଦର୍ପଃ, କିନ୍ତୁ ଗୋଟିଏ ଥର ସେ ଆପଣ ପରାଜିତ ହୋଇନାହାନ୍ତି, ଆପଣ ପଳେଇଲେ। ତେଣୁ ସେ ଗୋଟେ ଥର ନିଜକୁ ବିଜୟ କଲା ବୋଲି ଧରି ନେଇଛି। ତେଣୁ ତାର ମନରେ ଭୟଙ୍କର ଅହଙ୍କାର ସୃଷ୍ଟି ହେଇଛି। ଯୁଷ୍ମତ୍ ପ୍ରଜା ରୁଜତି ନୁ ଅଜିତ ତଦ୍ବିଧେହି। ତେଣୁ ଆପଣଙ୍କର ପ୍ରଜା, ଆପଣଙ୍କର ଶରଣାଗତ ଭକ୍ତ ଆମେ ବର୍ତ୍ତମାନ ଜରାସନ୍ଧ ଦ୍ୱାରା ଅତ୍ୟନ୍ତ ପୀଡ଼ିତ ହେଇକି ଅଛୁ। ଆପଣ ଅପରାଜୟ। ତେଣୁ ଆପଣ ବର୍ତ୍ତମାନ ଆମ ପାଇଁ କିଛି ବିଧାନ କରନ୍ତୁ, ଆମ ଗୁହାରି ଶୁଣନ୍ତୁ ଏବଂ ଆମକୁ ଜରାସନ୍ଧ କବଳରୁ ମୁକ୍ତିର ବାଟ କରନ୍ତୁ। ସୁତ ଉବାଚ, ସୁତ କହୁଛନ୍ତି ସୌନ କରୁଛି ମୁନିକି ଇତି ମାଗଧ ସମୃଦ୍ଧା ଭଗବତ୍ ଦର୍ଶନକାକ୍ଷିଣ ପ୍ରପନ୍ନାଃ ପାଦମୂଳଂ ତେ ଦିନାନାଂ ସନ୍ ବିଧୀୟତାଂ। କହିଲେ ଇତି ମାଗଧ ସମୃଦ୍ଧା, ଯେ ନୃତ କହୁଛି ଭଗବାନଙ୍କୁ ରାଜସଭା ଚାଲିଛି। କହିଲେ ଇତି ମାଗଧ ମଗଧ ରାଜସନ୍ଧ ଦ୍ୱାରା ରୁଦ୍ଧିକି ରଖାଯାଇଥିବା ଭଗବତ୍ ଦର୍ଶନକାକ୍ଷିଣ ଆପଣଙ୍କର ଦର୍ଶନାଭିଳାଷୀ 2 ଅୟୁକ୍ତ ରାଜା ଅଛନ୍ତି। ପ୍ରପନ୍ନା ପାଦମୂଳନ୍ତେ, ଏବଂ ସମସ୍ତେ ଆପଣଙ୍କର ଚରଣାରବିନ୍ଦରେ ଶରଣାପନ୍ନ ହୋଇଗଲେଣି। ଦୀନାନାଂ ସଂବିଧୀୟତାଂ, ତେଣୁ ସେମାନେ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ଅଛନ୍ତି। ଆପଣ ଦୀନଜନମାନଙ୍କୁ ଉଦ୍ଧାର କରିବା ଲୋକ, ସେମାନଙ୍କୁ ଟିକେ ଦୟା କରନ୍ତୁ। ଶ୍ରୀ ଶୁକ ଉବାଚ ରାଜଦୂତେ ବ୍ରୁବତ୍ୟେବଂ ଦେବର୍ଷିଃ ପରମଦ୍ୟୁତିଃ ବିଭ୍ରତ ପିଙ୍ଗଜଟାଭାରଂ ପ୍ରାଦୁରାସିତ୍ ଯଥାରବିଃ। ସୁଖଦେବ କହୁଛନ୍ତି, ହେ ପଣ୍ଡିତ ମହାରାଜ, ରାଜଦୂତେ ବ୍ରୁବତ୍ୟେବଂ, ରାଜଦୂତ ଏକ 2 ରଜାଙ୍କ ପାଖରୁ ଆସିଥିବା ଦୂତ ଏହି ପ୍ରକାର କହନ୍ତେ, ଦେବର୍ଷିଃ ପରମଦ୍ୟୁତିଃ, এই সমୟରେ ପରମ ତେଜସ୍ୱୀ ଦେବର୍ଷି ନାରଦ ଆସିକି ପହଞ୍ଚିଗଲେ। ଦେବର୍ଷି ପରମଦ୍ୟୁତିଃ ବିଭ୍ରତ ପିଙ୍ଗ ଜଟା ଭାରମ, ତାଙ୍କ ଜଟା ସବୁ ପିଙ୍ଗଳବନ୍ଧ ହୋଇଯାଇଛି। ପ୍ରାଦୁରାସି ଯଥା ରବି, ଯେମିତି ଅନ୍ଧକାରକୁ ଘଟେଇବା ପାଇଁ ସୂର୍ଯ୍ୟଙ୍କର ଆଗମନ, ସେମିତି ଏଠି ବର୍ତ୍ତମାନ ଦୂତ ଆସିକି କହିଦେଇଛି। ତେଣୁ କ'ଣ କରାଯିବ, ସେ ଗୋଟେ ଅନ୍ଧାର ଆସିକି ପହଞ୍ଚିଗଲା। ମାନସିକ ଗୋଟେ ବିଚାର କରିବା ବ୍ୟବସ୍ଥା, এই ସମୟରେ ନାରଦ ଆସିକି ପହଞ୍ଚିଗଲେ। ସତେ ଯେମିତି ସୂର୍ଯ୍ୟଙ୍କର ଆବିର୍ଭାବ ହେଲା, ଜ୍ୟୋତି ଶରୀରରୁ ବାହାରୁଛି। ତଂ ଦୃଷ୍ଟ୍ୱା ଭଗବାନ କୃଷ୍ଣ ସର୍ବଲୋକେଶ୍ୱରେଶ୍ୱର ବବନ୍ତ ଉତ୍ଥିତ ଶିସ୍ନାଗା ସସଭ୍ୟ ସାଧୁକୁ ମୁଦାଗା। ତଂ ଦୃଷ୍ଟ୍ୱା, ନାରଦକୁ ଦେଖିକି ଭଗବାନ କୃଷ୍ଣ କ'ଣ କଲେ, ଯେ ସର୍ବଲୋକେଶ୍ୱରେଶ୍ୱର
ଚତୁର୍ଦ୍ଦଶ ବ୍ରହ୍ମାଣ୍ଡର ମାଲିକ ସମସ୍ତ ଈଶ୍ୱରମାନଙ୍କର ଈଶ୍ୱର ଭଗବାନ କୃଷ୍ଣ ତାଙ୍କୁ ଦେଖି ଠିଆ ହେଇ ପଡ଼ିଲେ, ମୁଣ୍ଡ ଲଗେଇ ପ୍ରଣାମ କଲେ, ନିଜର ଅନୁଚର ଏବଂ ସଭାସଦମାନଙ୍କ ସହିତ ପ୍ରଣାମ କରିକି ଆନନ୍ଦ ଅନୁଭବ କଲେ। ସଭା ସହିତ ବିଧିବତ କୃତାସନ ପରିଗ୍ରହ ବଭାସେ ସ୍ମୃତି ବାକ୍ୟ ଶ୍ରଦ୍ଧୟା ତର୍ପୟନ ମୁନି। ସଭା ସହିତ ବିଧିବତ ବିଧିବିଧାନ ପୂର୍ବକ ତାଙ୍କୁ ସମ୍ମାନ କରି ସତ୍କାର କରି କିଏ ନାରଦଙ୍କୁ କୃତାସନ ପରିଗ୍ରହ ତାଙ୍କୁ ଆସନ ଦେଇ ବସେଇ ବଭାସେ ସ୍ମୃତି ବାକ୍ୟ ମଧୁର ସ୍ୱରରେ କହିଲେ, ଶ୍ରଦ୍ଧୟା ତର୍ପୟନ ମୁନି। ଶ୍ରଦ୍ଧାରେ ମୁନିକି ଖୁସି କଲା ଭଳିଆ ମିଠା କଥା କହିବାକୁ ଆରମ୍ଭ କଲେ କିଏ ଭଗବାନ କୃଷ୍ଣ। କ'ଣ କହିଲେ? ଅପି ଶ୍ରୀତ ଅଦ୍ୟ ଲୋକାନାଂ ତ୍ରୟାଣାଂ ଅକୁତୂହୟଂ ନନୁ ଭୂୟାନ ଭଗବତୁ ଲୋକାନ ପର୍ଯ୍ୟଟତୁ। ଗୁଣ ଆପଣଙ୍କର ଗୁଣ ହେଲା ଚତୁର୍ଦ୍ଦଶ ବ୍ରହ୍ମାଣ୍ଡର ଅନବରତ ବୁଲିକିରି କେଉଁଠି କ'ଣ ଅସୁବିଧା ସୁବିଧା ହେଇ ତାକୁ ଦେଖିକିରି ଆସିକି ଜଣେଇବା। ଅପି ସ୍ୱୀତ ଅଦ୍ୟ ଲୋକାନାଂ ତ୍ରୟାଣାଂ ଅକୁତୂହୟଂ। ତିନି ଲୋକରେ ଆଉ କେଉଁଠି କିଛି ଭୟର ବ୍ୟବସ୍ଥା ନାହିଁ ତ? ମାନେ କିଏ ଦୁର୍ଦ୍ଦର କେଉଁଠି ଲୋକମାନଙ୍କୁ ପୀଡ଼ା ଦେଉନି ତ? ନନୁ ଭୂୟାନ ଭଗବତ ଲୋକାନ ପର୍ଯ୍ୟଟତୁ ଗୁଣ। ଆପଣଙ୍କର ଗୁଣ ହେଲା ଚାରିଆଡ଼େ ବୁଲିବା, ସେଥିପାଇଁ ଏ ପ୍ରକାର ପ୍ରଶ୍ନ କଲି। ଆପଣ ସବୁଆଡ଼େ ବୁଲନ୍ତି, ତିନି ଲୋକ ବର୍ତ୍ତମାନ ଠିକରେ ଅଛି ନା କେଉଁଠି କ'ଣ ଗଡ଼ବଡ଼ ଅଛି? ନହିତେ ଅବିଦିତ କିଞ୍ଚିତ୍ ଲୋକେ ସ୍ୱୀଶ୍ୱର କର୍ତ୍ତୃଷୁ ଅର୍ଥ ପୃଚ୍ଛାବହେ ଯୁଷ୍ମାନ୍ ପାଣ୍ଡବାନାଂ ଚିକିତ୍ସିତଂ। ଈଶ୍ୱରଙ୍କ ରଚିତ ତ୍ରିଲୋକରେ ଏପରି କୌଣସି ଘଟଣା ନାହିଁ ଯାହାକି ଆପଣଙ୍କୁ ଜଣା ନାହିଁ। ନହିତେ ଅବିଦିତଂ କିଞ୍ଚିତ୍ ଲୋକେଷୁ ଈଶ୍ୱର କର୍ତ୍ତୃଷୁ। ଈଶ୍ୱର କର୍ତ୍ତା ହେଇକିରି ରଚନା କରିଥିବା ଏଇ ଚତୁର୍ଦ୍ଦଶ ବ୍ରହ୍ମାଣ୍ଡ, ୟା ଭିତରେ ଏମିତି କେଉଁ ସ୍ଥାନ ନାହିଁ ଯେଉଁ ଯାହା ବିଷୟରେ ଆପଣଙ୍କୁ ଜଣା ନାହିଁ। ତେଣୁ ଅର୍ଥ ପୃଚ୍ଛାମହେ ଯୁଷ୍ମାନ୍। ତେଣୁ ମୁଁ ଆପଣଙ୍କୁ ପଚାରୁଛି, ପାଣ୍ଡବାନାଂ ଚିକିତ୍ସିତ। ପାଣ୍ଡବମାନେ ବର୍ତ୍ତମାନ କ'ଣ କରୁଛନ୍ତି? କ'ଣ ସବୁଆଡ଼େ ସଦାବେଳେ ଗତି କରୁଛନ୍ତି? ତେଣୁ ବ୍ରହ୍ମାଙ୍କ ସୃଷ୍ଟି ଭିତରେ ଏ ପ୍ରକାର ଜାଗା ନେଇ ଯେଉଁ ଜାଗା ବିଷୟରେ ଆପଣଙ୍କର ଧାରଣା ନାହିଁ। ତେଣୁ ମୁଁ ବର୍ତ୍ତମାନ ଚାହୁଁଛି ପାଣ୍ଡବମାନେ କ'ଣ କରିବାକୁ ଚାହୁଁଛନ୍ତି ଏ କଥା ଭଗବାନ କୃଷ୍ଣ ନାରଦଙ୍କୁ ପଚାରିଲେ। ନାରଦ ଉବାଚ ଦୃଷ୍ଟ୍ୱା ମୟାତେ ବହୁଷୁ ଦୁରତ୍ୟୟା ମାୟା ବିଭୁ ବିଶ୍ୱ ସୃଜଶ୍ଚ ମାୟିନଃ ଭୂତେଷୁ ଭୂମଞ୍ଚରତଃ ସ୍ୱଶକ୍ତିभिः ବହ୍ନେଙ୍ଗେ इव छन्नऋषु नमेङे अनुभूतम। दृष्ट्वा मयाते बहुशः दुरत्यया माया। हे प्रभु, आपणकर माया मु बहु बार देखी सारे। आप माया जहाँ खेल करती एवं तो बुली बुलिक ना प्रत्येक घर प्रत्येक जो जगह देखे श्रीकृष्ण विभिन्न प्रकार का कर्म सबुठ अलग अलग कम। तेणु आपण माया मु देखी देखी थकी गली। ये विभो विश्व सुजस्व मायिन। ब्रह्मा आदि बड़ बड़ माया मध्य विश्व सुजस्व मायिन। ब्रह्मा प्रवृत्ति माया समस्त माया अच्छी, तो ब्रह्मांकर मध्य माया अच्छी, किंतु से सबू माया को हटे देवार क्षमता आपणकर अच्छी। भूतेषु भूमन चरत स्वशक्ति भी। भूतेषु भूमन चरत स्वशक्ति भी। सबु भूत भितर आपण जीवात्मा भाव में विचरण कर। बन्हेव छन्न रुच नमे अद्भुतम। अग्नि जमी निजर
କାଠ ଭିତରେ ଅଗ୍ନି ଯେମିତି ଲୁକାୟିତ ଭାବରେ ରହିଛନ୍ତି, ଆପଣ ସେମିତି ସବୁ ଭୂତ ଭିତରେ ଜୀବାତ୍ମା ସ୍ୱରୂପରେ ବିରାଜମାନ କରିଛନ୍ତି। ଏଥିରେ କିଛି ବିଚିତ୍ର କଥା ନାହିଁ। ଏବଂ ଆପଣଙ୍କ ବ୍ରହ୍ମା ପ୍ରଭୃତି ପ୍ରତ୍ୟେକ ଦେବତାଙ୍କ ପାଖରେ କିଛି ମାୟା ଥିଲେ ମଧ୍ୟ ଆପଣ ହେଲେ ମାୟାର ମାଲିକ। ଆପଣଙ୍କର ମାୟାକୁ ବହୁବାର ଅନୁଭବ କରୁଛି ଇତ୍ୟାଦି କହିଲେ। ଆପଣ ତବେ ହିତମ୍ କୋ ଅର୍ହତି ସାଧୁ ବେଦିତୁମ୍ ସୋ ମାୟ ଇଦମ୍ ସୃଜତୁ ନିମଜ୍ଜତଃ ଯତ୍ ବିଦ୍ୟମାନାତ୍ମତୟା ବଭାସତେ ତସ୍मै ନମସ୍ତେ ସୁବିଲକ୍ଷଣାତ୍ମନେ। ତବ ଇହିତଂ କୋ ଅର୍ହତି ସାଧୁ ବେଦିତୁମ୍। କହିଲେ ହେ ପ୍ରଭୁ, ଆପଣଙ୍କର ଇହିତ ମାନେ ଚେଷ୍ଟା କିଏ ସେବା ଜାଣିପାରିବ? ଆପଣ କ'ଣ କରିବାକୁ ଚାହୁଁଛନ୍ତି ତାକୁ ଜାଣିପାରିବ ବା କିଏ? ସୁମାୟୟା ଇଦଂ ସୃଜତୁ ନିଜଚ୍ଛତଃ। ଆପଣ ନିଜର ମାୟା ଦ୍ୱାରା ଏତେ ବଡ଼ ଜଗତକୁ ସୃଷ୍ଟି କରିଛନ୍ତି। ତେଣୁ ଆପଣଙ୍କର ଚେଷ୍ଟା ଜାଣିବାର କ୍ଷମତା କାହା ପାଖରେ ଅଛି? ଆପଣଙ୍କୁ କେହି ଠିକ୍ ଭାବରେ ଜାଣିପାରୁନାହାନ୍ତି, ଜାଣିପାରିବେ ବି ନାହିଁ। କାରଣ ଆପଣଙ୍କର ମାୟା ଏତେ ଭୟଙ୍କର ଯେ ସେ ମାୟା ଦ୍ୱାରା ଏତେ ବଡ଼ ଜଗତ ଆପଣ ସୃଷ୍ଟି କରିଛନ୍ତି। ଆଉ ମାୟାର ଖେଳ ଏ ପ୍ରକାର କରୁଛନ୍ତି, ଦେବତାମାନେ ମଧ୍ୟ ମୋହିତ ହୋଇଯାଉଛନ୍ତି। ସେମାନେ ଟିକେ ଟିକେ ମାୟା ତାଙ୍କ ପାଖରେ ଅଛି, ତଥାପି ସେମାନେ ବି ମୋହିତ ହୋଇଯାଉଛନ୍ତି। ଯଦ୍ ବିଦ୍ୟମାନାତ୍ମତୟା ଅବଭାସତେ। ଯତ୍ ବିଦ୍ୟମାନାତ୍ମତୟା ଅବଭାସତେ, ଯେଉଁ ମାୟା ରହିକିରି ଆତ୍ମତୟା ଅବଭାସତେ, ମାୟାଟା ଅନାତ୍ମ ବସ୍ତୁ ତଥାପି ସେ ଅନାତ୍ମ ଅସତ୍ୟ ହେଲେ ମଧ୍ୟ ସତ୍ୟ ଭଳିଆ ଜଣାପଡ଼ୁଛି। ଏହି ପ୍ରକାର ପ୍ରଭାବଶାଳୀ ଆପଣଙ୍କୁ ଆମ ସୁବିଲକ୍ଷଣାତ୍ମନେ, ଏହି ପ୍ରକାର ପ୍ରଭାବ ସମ୍ପନ୍ନ ଯାହାର ମାୟା ଶକ୍ତି ଅଛି, ଆପଣଙ୍କର ସ୍ୱରୂପ ସର୍ବଥା ଅଚିନ୍ତନୀୟ। ତେଣୁ ମୁଁ ଆପଣଙ୍କୁ ବାରମ୍ବାର ନମସ୍କାର କରୁଛି। ଜୀବସ୍ୟ ଯଃ ସଂସରତୁ ବିମୋକ୍ଷଣାନ୍ ନ ଜାନତୁ ଅନର୍ଥ ବହାତ୍ ଅନର୍ଥ ବହାତ୍ শরীরতঃ জীবস্য যঃ সংসরতু বিমোক্ষণম ন জানতো অনর্থবহাত শরীরিণঃ লীলাবতারিः ষোডশः প্রদীপকম প্রজ্বালয়িত্বা তমহম প্রপদ্যে। କହିଲେ ଶରୀର ତା ସହିତ ସମ୍ବନ୍ଧ ଥିବା ବାସନା ଗୁଡ଼ିକରେ ଛନ୍ଦି ହୋଇ ଜୀବ ଜନ୍ମ ମୃତ୍ୟୁ ଚକ୍ରରେ ହୋଇ ବୁଲୁଛି। ଜୀବସ୍ୟ ଯଃ ସଂସାରତଃ ବିମୋକ୍ଷଣମ୍, ଜୀବ ବର୍ତ୍ତମାନ ଗତି କରୁଛି, ଜନ୍ମମରଣ ଚକ୍ରରେ ପଡ଼ି ଛଟପଟ ହେଉଛି, ମୁକ୍ତି ପାଇପାରୁନି। ନ ଜାନତୋ ଅନର୍ଥ ବହାତ୍ ଶରୀରତଃ, ये शरीर धरिबा आठु बळिक अनर्थ आउ ना, बारंबार जन्म मरण चक्कर पड़ा शरीर धरुची, पुणी शरीर विनाश हो आउ थे शरीर धरुची। तेणु याठु बळिक दुख आउ ना रे बापा। ये शरीर धारण करवा अत्यंत दुखर विषय। जानत अनर्थ बहात शरीर, ये शरीर धरिबा अनर्थर कारण एक कथा लोक बुझुले बुझीपार। आपणकर माया एत भयंकर जे ये शरीर जी धरसी सी ही दुख भोगुची, किंतु मन ये प्रकार जिनस से दुख को सुख बोली धरी नहीं जाऊँ, कल्पना करुच्ची। तेणु ये शरीर दुखाप होते लोक कामना बासना को लेकर गति कर बारंबार जन्म मरण चक्र पड़ुची। एक बुझिक भी सी बुझीपार। लीला बतारी
ସୁଯଶ ପ୍ରଦୀପକମ୍ ଆପଣ ଖେଳିଲା ଭଳିଆ ବିଭିନ୍ନ ରୂପ ନେଇକି ଅବତୀର୍ଣ୍ଣ ହୁଅନ୍ତି। ଅବତାର ନେଇକି କ'ଣ କରନ୍ତି? ଦୁର୍ଜନମାନଙ୍କର ବିନାଶ, ସଜ୍ଜନମାନଙ୍କର ପାଳନ ସହିତ ଲୋକ ଶିକ୍ଷା ଆପଣ ଦିଅନ୍ତି। ସୁଯଶ ପ୍ରଦୀପକମ୍ ପ୍ରଜ୍ୱାଳୟତ୍ୱା ତମହଂ ପ୍ରପଦ୍ୟେ। ତେଣୁ ଆପଣ ବର୍ତ୍ତମାନ ନିଜର ଯଶ ରୂପକ ପ୍ରଦୀପକୁ ପ୍ରଜ୍ୱଳିତ କରିବା ବ୍ୟବସ୍ଥା କରନ୍ତୁ। ତାମାନେ ଜରାସନ୍ଧ କବଳରେ ଆମେ 2 ଅୟୁତ 20,000 ରଜା ବନ୍ଦୀ ହେଇକି ପଡ଼ିଛୁ। ଆପଣ ଆମକୁ ଉଦ୍ଧାର କରି ଆପଣଙ୍କର ଯଶ ରୂପକ ଦୀପକୁ ଜଳେଇ ଦିଅନ୍ତୁ, ପ୍ରଜ୍ୱଳିତ କରନ୍ତୁ। ସେଥିପାଇଁ ଆପଣଙ୍କର ଶରଣ ଆମେ ପଶୁଛୁ। ଏ ପ୍ରକାର ସ୍ତୁତି ବାକ୍ୟ ରଜାମାନେ କହିଛନ୍ତି। ପ୍ରପଦ୍ୟେ, ଏଇଟା ତ ନାରଦ କହୁଛନ୍ତି। ଆଉ ରଜାଙ୍କ କଥା ସରିଛି ଯେ ନାରଦ ଏ ପ୍ରକାର ସ୍ତୁତି କରୁଛନ୍ତି। ଅଥ ଅପ୍ୟାସ ସର୍ବେ ବ୍ରହ୍ମ ନରଲୋକ ବିଡ଼ମ୍ବନମ୍। କାରଣ ନାରଦଙ୍କୁ ପ୍ରଭୁ କହିଲେ କି ବ୍ରହ୍ମା ସୃଷ୍ଟିରେ ଯେତେ ଚତୁର୍ଦ୍ଦଶ ବ୍ରହ୍ମାଣ୍ଡ ଅଛି, କେଉଁ ଜାଗାକୁ ଆପଣ ନ ଯାଆନ୍ତି ସେ କଥା ଚାରିଆଡ଼େ ବୁଲନ୍ତି। ତେଣୁ ଜଗତ ଆଗର କଥା ଆପଣଙ୍କୁ ଜଣା। ତେଣୁ ପାଣ୍ଡବମାନଙ୍କର ସ୍ଥିତି ବର୍ତ୍ତମାନ କ'ଣ ମୋତେ ଟିକେ କହନ୍ତୁ। ଏ କଥା ତାଙ୍କୁ କହିଲେ ତେଣୁ ପ୍ରଭୁ ସିଏ ବି କହୁଛନ୍ତି ଜଗତର ମାଲିକ ଆପଣ, ମୋତେ ଗୋଟେ ଟେକା ଟିକି କାହିଁ ଏମିତି କହୁଛନ୍ତି ଆପଣ କୋଉଟା ନ ଜାଣିଛନ୍ତି। ଅଥପି ଶ୍ରାବୟେ ବ୍ରହ୍ମ ନରଲୋକ ବିଡ଼ମ୍ବନମ୍। ତଥାପି ଯେହେତୁ ଆପଣ ମୋତେ ପ୍ରଶ୍ନ କଲେଣି ସଂସାର କେମିତି ଚାଲିଛି ମୁଁ କହୁଛି ଶୁଣନ୍ତୁ। ରାଜ୍ୟଃ ପୈତୃଶ୍ୱଶୀୟସ୍ୟ ଭକ୍ତସ୍ୟ ଚ ଚିକିତ୍ସିତମ୍। ରାଜାଙ୍କର ପିତୃଶ୍ୱଶା, ପିତାଙ୍କର ଭଉଣୀ ମାନେ ତମର ପିଇସି ନାନୀ, ପିଇସି ପୁଅ ଭାଇ ପାଣ୍ଡବମାନଙ୍କର ଯେଉଁମାନେ କି ଆପଣଙ୍କର ଭକ୍ତ, ସେମାନେ କ'ଣ ଚାହୁଁଛନ୍ତି ଆପଣ ଏଇଆ ପ୍ରଶ୍ନ କଲେ। ଆଉ ସେମାନେ କ'ଣ ଚାହୁଁଛନ୍ତି ଶୁଣନ୍ତୁ। ଯକ୍ଷତି ତ୍ୱାଂ ମଖେନ୍ଦ୍ରେଣ ରାଜସୂୟେନ ପାଣ୍ଡବ ପାରବେଷ୍ଟ୍ୟ କାମଃ ନୃପତି ତଦ୍ ଭବାନ୍ ଅନୁମୋଦତାଂ। ବର୍ତ୍ତମାନ ସେମାନେ ଚାହୁଁଛନ୍ତି ଆପଣଙ୍କୁ ନାୟକ କରି ମୁଖ୍ୟ କରିକିରି ଗୋଟେ ରାଜସ୍ୱ ଯଜ୍ଞ କରିବାକୁ। କିଏ ସେ? ପାଣ୍ଡବମାନଙ୍କର ଇଚ୍ଛା। ତେଣୁ ପାରବେଷ୍ଟ୍ୟା କାମଃ ନୃପତି, ରାଜା ଯୁଧିଷ୍ଠିର ତା ଏଇଠାରେ ହିଁ ପାଇଯାଇଛନ୍ତି। ଏଥିରେ ସନ୍ଦେହ ନାହିଁ ଯେ ଯେଉଁ ସୁଖ ବ୍ରହ୍ମଲୋକରେ ମିଳିପାରେ ଆଉ ଭଗବାନ ଅନୁମୋଦତା। ବ୍ରହ୍ମଲୋକରେ ଯେଉଁ ସୁଖ ମିଳିବ ସେ ସୁଖର ଅଧିକାରୀ ରାଜା ଯୁଧିଷ୍ଠିର ହେଇସାରିଲେଣି। ତେଣୁ ତାଙ୍କର ସୁଖ ଭୋଗ ପାଇଁ ଆଉ ଇଚ୍ଛା କିଛି ନାହିଁ। କେବଳ ଚାହୁଁଛନ୍ତି ଗୋଟେ ରାଜସ୍ୱ ଯଜ୍ଞ କରିବା ପାଇଁ। ସେଇଟା ଆପଣଙ୍କର ଅନୁମୋଦନ କ୍ରମେ ହେବ। ଆପଣ ଚାହିଁଲେ ହେବ, ଆଉ ନହେଲେ ସିଏ କୋଉଠି କ'ଣ କରିବେ? ସେ କିଛି କରିପାରିବେନି। ତସ୍ମିନ୍ ଦେବ କ୍ରତୁବରେ ଭବନ୍ତଂ ବଂଶୁରାଦୟଃ ଦିଦୃକ୍ଷଭ ସମିଷ୍ୟନ୍ତି ରାଜାନଶ୍ଚ ଯଶସ୍ୱିନଃ। ତସ୍ମିନ୍ ଦେବ କ୍ରତୁବରେ, ତେଣୁ ସେଇ ରାଜସ୍ୱ ଯଜ୍ଞରେ ହେ ଦେବ କି ଭଗବାନ କୃଷ୍ଣ ଭବନ୍ତଂ ବଂଶୁରାଦୟଃ, ଆପଣଙ୍କ ସହିତ ସମସ୍ତ ଦେବତାମାନଙ୍କର ଉପସ୍ଥିତି କାମନା କରୁଛନ୍ତି ପାଣ୍ଡବମାନେ, ଆପଣଙ୍କର ପିଇସି ପୁଅ ଭାଇ। ଏ କଥା ନାରଦ ବତେଇ ଦେଲେ। ଦିଦୃକ୍ଷଭ ସମିଷ୍ୟନ୍ତି, ତେଣୁ ସେମାନେ ବର୍ତ୍ତମାନ ଆପଣଙ୍କର ଦର୍ଶନାକାଂକ୍ଷୀ, ଚାହୁଁଛନ୍ତି କେମିତି ଭଗବାନ ଆମ ପାଖକୁ ଆସନ୍ତୁ, ଆମେ ତାଙ୍କୁ ଦେଖିକିରି ଏଇ କଥା ପ୍ରସ୍ତାବ ପକେଇବା କେମିତି ରାଜସ୍ୱ ଯଜ୍ଞ ହେବ। ଆଉ ସବୁ ରାଜସ୍ୱ ଯଜ୍ଞ ହେବ ମାନେ ଯେତେ ପୃଥିବୀରେ ରଜା ଅଛନ୍ତି ସମସ୍ତେ ଜୟ କଲେ ତ। ତେଣୁ ସବୁ ରଜାଙ୍କୁ ଜୟ କରି ରାଜସ୍ୱ ଯଜ୍ଞ ବ୍ୟବସ୍ଥା କରୁଛନ୍ତି। ଏବଂ ଆପଣଙ୍କର ଅପେକ୍ଷାରେ ତେଣୁ ଅଛନ୍ତି। ଆପଣ ଗଲେ ସିନା
श्रवणात् कीर्तनात् ध्यानात् पूजन्ते अन्ते मशायिनः तब ब्रह्ममय शेषः किमुते ख्या विमर्शिनः। हे प्रभु आपण स्वयं हेउचंती विज्ञानानंद घन ब्रह्म। आपण हेले ब्रह्म पदार्थ। आपणकर कथा श्रवण करवा, नाम कीर्तन करवा, ध्यान करवा, पूयन्ते अन्ते वाई अन्ते बसायिन। ए प्रकार कले जी कर से पवित्र हो। नीच जातिर लोक मध्य पूजन्ते अन्ते बसायन अंत अंत बसाय मैंने चंडा मध्य पवित्र हो जाए। आपणकर कथा श्रवण, नाम कीर्तन एवं ध्यान करने द्वारा चंडा भी पवित्र हो जाए। तब ब्रह्ममयस्य हे ईश आपण हेले ब्रह्म पदार्थ किमुतेख्या अभिमर्शिन। तेणु जो मैंने आपण दर्शन स्पर्श पाई पार्टी से संबंध में कौन बा कह जो मैंने आपण दर्शन पाँच कथा कौन कह आपणकर कथा श्रवण, नाम कीर्तन और ध्यान द्वारा जगत पवित्र हो जाए। तेणु हे ब्रह्म पदार्थ जो मैंने आप साक्षात्कार पाँच से कौन से कौन न पाइले जस्यामलम दिवी रस प्रथितम रसायन भूमौ चते भुवन मंगल दिगितानम मंदाकिनीति दिवी भोगवती चाधु गौगेति चेह चरणाम्बु पुनाति विश्वम। कहले जस्यामलम दिवी रस प्रथितं रसायन। कहले हे त्रिभुवन मंगल भगवान आपणकर चरणामृत धारा जेपरि स्वर्ग मंदाकिनी जस्यामलम दिवी रस प्रथितं रसायन भूमौ चते भुवन मंगल दिग्वितानम। आपणकर पादधूत जल स्वर्गरे स्वर्ग गंगा, मर्त्य पाताल भोगवती और मर्त्यलोक गंगा। भूमौ चते भुवन मंगल दिग्वितानम। तीन जगह आपणकर पादधूत जल ही स्वर्ग मर्त्य पाताल तीन जगह भिन्न भिन्न नाम रे स्वर्ग रे आपण हेले मंदाकिनी, पाताल भोगवती एवं मर्त्यलोक गंगा नाम धारण करी प्रवाहित होचंदे और समग्र विश्व को त्रिजगत को पवित्र करचंदे। भोगवती तिचाधु गंगेति न चेह चरणाम्बु पुनाति विश्वम। आपणकर पादधूत जल जहाँ स्वर्ग मंदाकिनी, पाताल भोगवती एवं मर्त्यलोक गंगा नाम को धारण करी जगत को पवित्र करुछन्ति। से श्लोकवाच तत्र तेस्वात्म पक्षेषु अगृह्णश्चु विजिगीषया वाचः पेशैः स्वयन भृत्यम उद्धवम प्राह केशवः तत्र तेस्वात्म पक्षेषु गृह्णश्चु विजिगीषया। सुखदेव कहते हे परीक्षित महाराज सभारे जिते रघुवंशी थे समस्ते चाहूले प्रथमे जरासंध को आक्रमण करा कथा। तत्र तेषु आत्मपक्षेषु अगृह्णश्चु विजिगीषया वाचः पेशैः स्वयं भृत्यम उद्धवम प्राह केशवः। तेणु से
ନାରଦଙ୍କର ସେହି ପ୍ରସ୍ତାବ ଭଲ ଲାଗିଲାନି। ତାହା ଜାଣିପାରି ବ୍ରହ୍ମାଦିଙ୍କ ଶାସନ ଭଗବାନ ଶ୍ରୀକୃଷ୍ଣ ଟିକେ ହସି ଦେଇ ଉଦ୍ଧବକୁ ପ୍ରଶ୍ନ କଲେ। ବାଚଃ ପେଶୀ ସ୍ମୟଂ ତତ୍ର ତେଷୁ ଆତ୍ମପକ୍ଷେଷୁ ଅଗୃହଶ୍ଚୁ। ନାରଦଙ୍କର ଏହି କଥାକୁ ନିଜର ପକ୍ଷଭୂତ ସେ ରାଜସଭାରେ ବସିଥିବା ସମସ୍ତ ମନ୍ତ୍ରୀ ପରିଷଦ ଗ୍ରହଣ କଲେ ନାହିଁ। କହିଲେ ଆଗ ଜରାସନ୍ଧକୁ ଜୟ କରିବା ଦରକାର, ତାପରେ ଆଉ ଯାହା ହେଉଛି ହଉ। ଏ କଥା ଶୁଣିକିରି ପ୍ରଭୁ ଟିକେ ହସି ଦେଇକିରି ଉଦ୍ଧବକୁ ପଚାରିଲେ, ବୋଲେ କ'ଣ କରିବା ତେବେ କହ। ଶ୍ରୀ ଭଗବାନ ବାଚ ତୁଙ୍ଖି ନଃ ପରମଂ ଚକ୍ଷୁ ସୁହୃତ୍ ମନ୍ତ୍ରାର୍ଥ ତତ୍ତ୍ୱବିତ୍ ତଥାତ୍ର ବ୍ରୁହି ଅନୁଷ୍ଠେୟଂ ଶ୍ରଦ୍ଧବ୍ଧଂ କରବାମୁତଙ୍ଗତ୍। ତୁଙ୍ଖି ନଃ ପରମଂ ଚକ୍ଷୁ, ତୁମେ ହେଉଛ ମୋର ଆଖି, ସୁହୃତ୍ ମାନେ ମିତ୍ର, ମନ୍ତ୍ରାର୍ଥ ତତ୍ତ୍ୱବିତ୍ ସମସ୍ତ କ'ଣ କରିବାକୁ ସେ ତତ୍ତ୍ୱ କଥା ଆପଣଙ୍କୁ ଜଣା। ତଥା ଅତ୍ର ବ୍ରୁହି ଅନୁଷ୍ଠେୟଂ, ତେଣୁ ବର୍ତ୍ତମାନ ମୋ ସାମ୍ନାରେ ଦୁଇଟା କାମ। ଗୋଟେ ହେଲା ପାଣ୍ଡବମାନଙ୍କର ରାଜସ୍ୱ ଯଜ୍ଞ, ଦ୍ୱିତୀୟ କାମ ରାଜସ୍ୱ ଯଜ୍ଞ ହେବ, ଜରାସନ୍ଧ ବଧ ହେବ। ଏ ଯୋଡ଼କାକ ଆସିକି ମୋ ଆଗରେ ପହଞ୍ଚିଛି। ତେଣୁ ଅନୁଷ୍ଠେୟଂ କିଂ, କ'ଣ କରିବାକୁ ଶ୍ରଦ୍ଧଧ୍ୱାନ କରବାମ, କ'ଣ କରିବାକୁ ଆପଣ ବିଚାର କରି କହନ୍ତୁ, ତଦନୁସାରେ ମୁଁ କର୍ମ କରିବି। ଇତି ଉପାମନ୍ତ୍ରିତ ଭର୍ତ୍ତା ସର୍ବଜ୍ଞାନାପି ମୁଗ୍ଧବତ୍ ନିଦେଶଂ ଶିରସା ଆଧାୟ ଉଦ୍ଧବ ପ୍ରତ୍ୟଭାଷତ। ଇତି ଉପାମନ୍ତ୍ରିତ ଭର୍ତ୍ତା, ଭର୍ତ୍ତା ମାନେ ସ୍ୱାମୀ ଶ୍ରୀକୃଷ୍ଣଙ୍କ ମୁଖରୁ ଏ ପ୍ରକାର କଥା ଶୁଣି ଉଦ୍ଧବ ସର୍ବଜ୍ଞାନାପି ମୁଗ୍ଧବତ, ପ୍ରଭୁ ସର୍ବଜ୍ଞ ହୋଇଥିଲେ ମଧ୍ୟ ମୂଢ଼ ଭଳିଆ ସତେ ଯେମିତି କିଛି ଜାଣିପାରୁନାହାନ୍ତି, এই ପ୍ରକାର ଆକ୍ସନ୍ କରିକିରି, এই ପ୍ରକାର ଆଚରଣ ଦେଖେଇକିରି, ଏ ପ୍ରକାର ଦେଖେଇକିରି ଇତି ଆଉ ଉଦ୍ଧବଙ୍କୁ ପ୍ରଶ୍ନ କରିଛନ୍ତି। ଆଉ ଯିଏ ସର୍ବଜ୍ଞ, ସବୁ ଜାଣିଛନ୍ତି କ'ଣ କରାଯିବ କ'ଣ, ଆଉ ସିଏ ଉଦ୍ଧବଙ୍କୁ ପଚାରେ। ତେଣୁ ଉଦ୍ଧବ ବର୍ତ୍ତମାନ ନିଦେଶଂ ଶିରସାଧା, ଯେହେତୁ ପଚାରୁଛନ୍ତି ଉଦ୍ଧବଙ୍କୁ, ସେ କ'ଣ ଆଉ ଭ୍ୟାଲୁ କରିବେ, ତାଙ୍କ କଥାର ଉତ୍ତର ଦେବେ ନା। ତେଣୁ ବାଧ୍ୟ ହୋଇକିରି ଉଦ୍ଧବ ପ୍ରଭୁଙ୍କ କଥାକୁ ଶିରୋଧାର୍ଯ୍ୟ କରି ଉଦ୍ଧବ କହିବାକୁ ଆରମ୍ଭ କଲେ। ଏଠି ଶ୍ରୀମଦ୍ ଭାଗବତ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଦଶମ ସ୍କନ୍ଧେ ଉତ୍ତରାର୍ଦ୍ଧେ ଭଗବତ ଜାନମ ବିଚାରେ ସପ୍ତତିତମ ଅଧ୍ୟାୟ। 70 ସରିଲେ 71 ଅଧ୍ୟାୟ ବର୍ତ୍ତମାନ ଆରମ୍ଭ। ଶ୍ରୀକୃଷ୍ଣଙ୍କର ଇନ୍ଦ୍ରପ୍ରସ୍ଥ ଗମନ। ଉଦ୍ଧବଙ୍କୁ ବର୍ତ୍ତମାନ ପରାମର୍ଶ ମାଗିଲେ, ଆପଣ ଯାହା କହିବେ ସେୟା କରିବା। କାମ ହେଲା ଯୋଡ଼େ, ଗୋଟେ ଜରାସନ୍ଧ ବଧ ଆଉ ଗୋଟେ ପାଣ୍ଡବମାନଙ୍କର ଯଜ୍ଞ, କୋଉଟା କରିବା କହ। ଶ୍ରୀ ଶୁକ ଉବାଚ ଇତ୍ୟୁଦ୍ଧୃତମାକର୍ଣ୍ଣ୍ୟ ଦେବର୍ଷେ ଉଦ୍ଧବ ଅବ୍ରବୀତ୍ ସଭ୍ୟାନାଂ ମତଂ ଅଜ୍ଞାୟ କୃଷ୍ଣସ୍ୟ চ ମହାମତି। ଇତ୍ୟୁଦ୍ଧୃତମାକର୍ଣ୍ଣ୍ୟ ଦେବର୍ଷେ, ଦେବର୍ଷି ନାରଦଙ୍କର କଥା ଟିକେ ଶୁଣି ଉଦ୍ଧବ ବ୍ରବୀତ୍, ଉଦ୍ଧବ କହିଲେ, ସଭ୍ୟାନ୍ ଏବଂ ହେ ପରୀକ୍ଷିତ, ଶୁକଦେବ କହୁଛନ୍ତି ଭଗବାନ ଶ୍ରୀକୃଷ୍ଣଙ୍କ କଥା ଶୁଣି ଦୂତଙ୍କ ନିକଟରେ ନିବେଦନ ଦୃଷ୍ଟିରୁ ନାରଦଙ୍କର ସଭାସଦମାନଙ୍କର ମତ ଉପରେ ବିଚାର କରିବା ପରେ ମହାମତି ଉଦ୍ଧବ କହିଲେ, ଦେବର୍ଷିଙ୍କ କଥା ଶୁଣିଲେ
ଏବଂ ସଭାସଦମାନେ କହୁଛନ୍ତି ଯେ ଆଗ ବଧ କରିବା ଜରାସନ୍ଧକୁ। ନାରଦ କହୁଛନ୍ତି ସିଆଡ଼େ ଯୁଧିଷ୍ଠିର ଖବର ଦେଲେଣି। ଏ ଦୁଇଟା କଥାକୁ ସଭ୍ୟାନାଂ ମତଂ ଅଜ୍ଞାୟ, ସଭାସଦମାନଙ୍କର ମତକୁ ଜାଣି ଦୁଇଟା କଥାକୁ ବିଚାର କରିକି ମହାମତି ବୁଦ୍ଧିମାନ ଉଦ୍ଧବ କୃଷ୍ଣଙ୍କୁ କହୁଛନ୍ତି। ଉଦ୍ଧବ ଉବାଚ ଯଦୁକ୍ତଂ ଋଷିଣା ଦେବ ସାଚିବ୍ୟଂ ଯକ୍ଷତଃ ତ୍ୱୟା କାର୍ଯ୍ୟଂ ପୈତୃଶୁଷେୟସ୍ୟ ରକ୍ଷା च ଶରଣୀଷିଣାଂ ଯଦୁକ୍ତଂ ଋଷିଣା ଦେବ। କହିଲେ ହେ ଦେବ, ଭଗବାନ ଶ୍ରୀକୃଷ୍ଣ ଋଷି ନାରଦଙ୍କର ପ୍ରସ୍ତାବ ହେଲା ପାଣ୍ଡବମାନଙ୍କର ଯଜ୍ଞ କରିବା। ହେ ପ୍ରଭୁ, ମୋ ଜାଣିବାରେ ଚତୁର୍ଦିଗର ସବୁ ରାଜାକୁ ଜୟ କରିଥାନ୍ତି, କେବଳ ସେ ହିଁ ରାଜସ୍ୱ ଯଜ୍ଞ କରିବାର ଅଧିକାରୀ। ଯକ୍ଷତ ତ୍ୱୟା, ରାଜସ୍ୱ ଯଜ୍ଞ କରିବାକୁ ହେଲେ ସବୁ ରଜାଙ୍କୁ ଜୟ କରିବାକୁ ହବ। ତେଣୁ ପୈତୃଶେୟସ୍ୟ ରକ୍ଷା ଆଉ ପିତୃଶେଷମାନଙ୍କର ମାନେ ଆପଣଙ୍କର ପିଇସି ପୁଅ ଭାଇଙ୍କର ରାଜସ୍ୱ ଯଜ୍ଞ କଥା ଏବଂ ଶରଣାଗତ ଜରାସନ୍ଧ ପାଖରେ ଜରାସନ୍ଧ ବନ୍ଦୀକି ରଖିବା ଶରଣାଗତ ରଜାଙ୍କ କଥା, ଏ ଦୁଇଟା କଥା ଆମ ଆଗରେ ଆସିକି ପହଞ୍ଚି ଆପଣଙ୍କୁ ଠିକ୍ ପରାମର୍ଶ ଦେଉଛନ୍ତି। ତା ଛଡ଼ା ଶରଣାଗତକୁ ରକ୍ଷା କରିବା ହେଉଛି ଧର୍ମ। ଆଉ ସିଆଡ଼େ ସେ ବନ୍ଧୁ ତାଙ୍କ କରିବା କଥା ଠିକ୍, ଆଉ ପିଇସି ପୁଅ ଭାଇ ଗୁଡ଼ାକ ତାଙ୍କ କଥା କେମିତି କରିବେନି। ଇଆଡ଼େ ଶରଣାଗତ ଏମାନେ ଶତ୍ରୁ ପୀଡ଼ିତ ହେଇକି ଶରଣ କରିଛନ୍ତି, ତାଙ୍କ କଥା କରିବା ବି ଦରକାର। ଦୁଇଟାକ କରଣୀୟ କାମ। ଯଷ୍ଟବ୍ୟଂ ରାଜସୂୟେନ ଦ୍ୱିଚକ୍ର ଚୈନା ବିଭୋ, ଚକ୍ରବର୍ତ୍ତୀ ସମ୍ରାଟ ନହେଲା ପର୍ଯ୍ୟନ୍ତ ରାଜସ୍ୱ ଯଜ୍ଞ କରାଯାଇପାରିବ ନାହିଁ। ତେଣୁ ସମସ୍ତ ରଜାମାନଙ୍କୁ ପରାଜୟ କରି ତାଙ୍କ ଉପସ୍ଥିତିରେ ରାଜସ୍ୱ ଯଜ୍ଞ କରାଯିବ। ଅତୋ ଜରା ସୁତ ଜୟ ଉଭୟାର୍ଥ ମତୁ ମମ। ତେଣୁ ରାଜସ୍ୱ ଯଜ୍ଞଟା ରାଜାଙ୍କୁ ଜୟ ନ କରିକି କରାଯାଇପାରିବ ନାହିଁ। ଏଇଟା ନା ନାହିଁ ନା? ହଁ, ଯଦି ଏହା ଠିକ୍ ହେଲା ତାହେଲେ ବଳେ ତ ଜରାସନ୍ଧର ଜୟ କରିବା ଦରକାର। ତେଣୁ ରାଜସ୍ୱ ଯଜ୍ଞ କରାହେଲେ ଜରାସନ୍ଧ ଜୟ ଜବରଦସ୍ତି ଦରକାର ପଡ଼ିବ। ତେଣୁ ସେ ଆଗ ରାଜସ୍ୱ ଯଜ୍ଞକୁ ଆମେ ଚାଲିଲେ ସେଇଠି ଯଜ୍ଞ ଆରମ୍ଭ କଲେ ଆଗ ତ ଜୟ କଲେ ତାପରେ ହବ ଆଉ କ'ଣ। ତେଣୁ ଉଭୟ କର୍ମ ହେଇଯାଇପାରିବ। ଅତୁ ରାଜସୂତ ଜରାସୂତ ଜୟ ଉଭୟାର୍ଥ ମତୁ, ଦୁଇଟା କଥା ହେଇଯିବ ଯଜ୍ଞ କାର୍ଯ୍ୟ ଆରମ୍ଭ କଲେ। ତେଣୁ ଅସ୍ମାକଞ୍ଚ ମହାନ୍ ଅର୍ଥ ହିତେ ନୈବ ଭବିଷ୍ୟତି। ଏବଂ ୟା ଦ୍ୱାରା ଆମର ଅର୍ଥ ସିଦ୍ଧି ମାନେ କାର୍ଯ୍ୟ ସିଦ୍ଧି ହବ। ମାନେ ଶରଣାଗତ ରାଜାମାନଙ୍କର ମୁକ୍ତି, ଇଆଡ଼େ ଯଜ୍ଞ ଦବର କଥା ଏକାଠି ହେଇଯିବ। କାରଣ ଯଜ୍ଞ କରିବା ମାନେ ତାଙ୍କ ଜୟ କରିବା ଦରକାର, ଅସୁବିଧା କ'ଣ ହେଇଛି। ଯଶଶ୍ଚ ତବ ଗୋବିନ୍ଦ ରାଜ୍ୟ ବଦ୍ଧାନ ବିମୁଞ୍ଚତ। ଏବଂ ଜରାସନ୍ଧ ଦ୍ୱାରା ବାନ୍ଧିକି ରଖାଯାଇଥିବା ରାଜାମାନଙ୍କୁ ମୁକ୍ତି କରିଦେଲେ ଆପଣଙ୍କର ଯଶ ମଧ୍ୟ ହବ। সবই দুর্বিষম রাজা নগায়ুত সমবল বলিনাঙ্গপি সান্নিশাই ভীমম সমবলম্বিনা। সে জরাসন্ধ অত্যন্ত দুর্বিষহ, মানে ଜରାସନ୍ଧର ସମକକ୍ଷ ଯୋଦ୍ଧା, ତା ସମ୍ମୁଖକୁ ଯାଇକି ଯୁଦ୍ଧ କରିବା ସାହସ କାହାର ନାହିଁ। କାହିଁକିନା ଏକ ଅୟୁତ ହାତୀର ବଳ ତା ପାଖରେ ଅଛି।
ତେଣୁ ବଳିନାଙ୍କ ବି ସାଙ୍ଗେ ସାଙ୍ଗେ ଭୀମ ମଧ୍ୟ ଠିକ୍ ସେଇଭଳିଆ ସମାନ ବଳ ସମ୍ପନ୍ନ। ଇଏ ବି 1000 ହାତୀର ବଳ ୟାଙ୍କର। ତ ଇଏ ଦୁଇ ଜଣଙ୍କ ସମକକ୍ଷ ଯୋଦ୍ଧା। ଦୁଇ ହି ଅର୍ଥେ ଶତୁ जेतव्यो माँ सता क्षौहिणी युत ब्रह्मण्यो अभ्यर्थितो विप्रीहि न प्रत्याख्याति कर दुई रथे शत्रु जेतव्य केवल द्वंद्व युद्ध दुई रथे द्वंद्व युद्ध द्वारा जरासंधु जो द्वंद्व युद्ध पराजय कर अक्षय सैन्य धरिकी किसी काम ना युद्ध कले किसी हेनी केवल द्वंद्व युद्ध हम मान मनयुद्ध। ब्रह्मण्य सी अत्यंत ब्राह्मण भक्त एवं ब्राह्मण मान दान दिए कि जरासंध विप्रीहि न प्रत्याख्याति कर ब्राह्मण को प्रत्याख्यान कर ब्राह्मण को सम्मान दवा देवता भाया पूजा करवा जरासंध जानी मांगा गले से प्रत्याख्यान कर तेणु ब्रह्मवेश धरू गत्वा उद्धव सब बुद्धि दौरान भगवान भगवान को सब जना पचारे सी कहते करेंगे कौन बोले ब्रह्मवेश धरू गत्वा तम भिक्षेत मृकोदर तेणु मृकोदर कि भीम ब्राह्मण वेश हो भिक्षा मागतु कौन मागे हनिष्यति जे युद्धम दे मु युद्ध करने चाहूँगी मागिले कौन हम हनिष्यति न सन्देह सी भीम ही मारी पारे कौन सन्देह ना दुई रथे तप सन्निधौ आपण पाखे रे न रही बुद्धिदाता न से जापर कौन करेंगे कौन नहीं तेणु भीम एक बल एक हाथीर बल हूँ जरासंधर ता सम्मुख ठिया हो पारे भीम ठीक से एक हाथीर बल तेणु उभय समकक्ष योद्धा भीम ही मारी पारे कौन असुविधा हेनी तेणु द्वंद्व युद्ध युद्ध सन्देश किसी हेनी से कथा उद्धव भल मंत्रणा दे निमित्तम परम ईशस्य विश्व सर्ग निरोधयो हिरण्यगर्भ सर्वस्व कालस्य रूपिण तब हे प्रभु आपण होती सर्वशक्तिवान रूप रहित काल स्वरूप निमित्तम परम ईशस्य विश्व सर्ग विरोधय आपण होती सर्वशक्तिवान रूप रहित काल स्वरूप विश्वर सृष्टि प्रलय आपणकर शक्ति बल हुए विश्व सर्ग निरोध विश्वर सृष्टि निरोधार विनाश सृष्टि स्थिति पालन सब आपण ही करती आपण हिरण्यगर्भ सर्वस्व कालस्य अरूपिण तब आपण ये महाकाल आपणकर कौन रूप नहीं कि सब रूप आप प्रकार तेणु आपण निजर शक्ति द्वारा जरासंधर आपण शक्ति द्वारा जरासंधर बोध हम भीमसेन निमित्त मात्र पाठ कि सुंदर के बोधे सर्वस्व कालस्य रूपिण तब आपण उपस्थित भीम युद्ध करेंगे सी एकुटिया युद्ध कले कि आपण थिबे युद्ध हम आपण सर्वशक्तिवान महाकाल आपण रूप किसी नहीं कि सब रूप हो पारे विश्व सृष्टि एवं सृष्टि स्थिति विनाशर कारण आपण उपस्थित भीम युद्ध कले आपण बल से देवे पराजय करदे बल सब आपण द्वारा हम आउ कहीं किसी करूना कर प्रश्न नहीं
गायन्ति ते विशदकर्म गृहेषु देव्यः राज्ञां स्वशत्रु बधमात्म विमोक्षणं च गुप्यस्य कुञ्जरपतेः जनकात्मजाया पितृसलब्ध शरणांगा मुनयो वयं च कहले गायन्ति ते विशदकर्म गृहेषु देव्यः आपण देवांगना माने आपणकर कर्म को विशुद्ध कर्म को गान करछने आई आई उठे बोलो आपण एपरि भाव में जरासंध को वध करदेले ता बंदीशाला रहुवा राजा माने राजा को रानी माने आपणकर विशुद्ध आई मितिका पाठ गायन्ति ते विशदकर्म गृहेषु दिव्यः राज्ञां स्वशत्रुवध मात्म विमोक्षणं च ए दुई अयुक्त राजा अछंती सेमानकु आपण जरासंध को वध करी उद्धार करदेले तेणु तांकर रानी माने आपणकर जशगान करिवे गुप्यश्च कुंजरपते गोपी माने जेपरी आपणकर शंखचूड़ कमल नंद को मुकुलाइवा लीलागान करती शंखचूड़ गोटे नाग अजगर साप होकर आसिक गिरी पकईला जो दिन काली दलन है से नंद समस्ते जमा हो बर्तमान मथुरा सबू जाकि पहुँची जाते राति आसीपारे शोते अजगर साप आसिक गिरला गिरला कौन हम प्रभु जाकि उद्धार कले गोपांगना मैंने स्तुति कले गोप्यस्य कुंजरपते जनकात्मजाया जानकी उद्धरण लीला गान करती गजेन्द्र मुख्य गोपांगना माने अनेक लीला तो बोलती गोटे कौन गोप्यस्य कुंजरपते कुंजर माने कौन कि हाथी ये घाती कुम्भीर महर रक्षा पाइला तेणु सीटा गज उद्धार जनका जनकात्मजा सीता को आप रावण मारिक उद्धार करते यारे गज कुंभीर युद्ध कुंभीर को मारिक गज को उद्धार करते पितृस्थ लब्ध शरणा एवं आपणकर पिता पिता को अजगर मुखर उद्धार करते तो उद्धार करते किए बरुण नहीं पड़े पानी भर कड़े रखिले उद्धार कर तेणु ये सब कथा गुड़ाक मुदयस्व वयं च लब्ध शरणा गोपांगना मैंने आपणकर विभिन्न कीर्ति की वर्णना कला भाया एकदम जरासंध मारी देकर ये दी रजा को उद्धार करदे राणी मैंने आपणकर जश गान करेंगे जमी गोपांगना मैंने आपणकर गज उद्धार लीला सीता को उद्धार करते रावण को मारिक कथा एवं निजर पिता नंद को अग्नि भय रक्षा कर चार निया समस्त मझे थे अजगर साप उद्धार कर पानी भितर बरुण नहीं पानी मिसेक रही उद्धार कर सब अनेक लीला गोपांगना मैंने वर्णना करती सेमती से वर्णना करेंगे जरासंध वध कृष्ण भूर्ज्यर्थायु प्रकल्पते प्राय पाक विपाकेन तब चाभिमत क्रतु तेणु जरासंध बद्धता हे भगवान कृष्ण भूरी भूरी अर्थाय उपकल्पते जरासंधटा बद्ध होगले राजस्व यज्ञ मापी परिष्कार बाट हो दी अयुक्त रजा उद्धार भावी बाट हो तेणु सी गोटे लोकर बद्ध अनेक अर्थ साधारण द्वारा हम प्राय पाक विपाकेन
ତବ ଚାଭିମତ କ୍ରତୁ। ତେଣୁ ଆପଣଙ୍କର ବର୍ତ୍ତମାନ ଅଭିଳଷ୍ଟ କର୍ମ, ଆପଣ ବର୍ତ୍ତମାନ ଇଚ୍ଛା କରନ୍ତୁ ଯେ ରାଜସ୍ୱ ଯଜ୍ଞ କେମିତି ହେବ। ସେଇଠିକି ଗଲେ ରାଜସ୍ୱ ଯଜ୍ଞ ମାନେ ତ ରାଜାକୁ ପରାଜୟ କରିବାକୁ, ତେଣୁ ଜରାସନ୍ଧକୁ ପରାଜୟ ଏବଂ ଯଜ୍ଞ ଉଭୟ କାମ ସୁରୁଖୁରୁରେ ହେଇଯିବ। ଏକଥା ଉଦ୍ଧବ କହିଲେ। ତାପରେ କ'ଣ ହେବ ଦେଖିବା, ଶୁକ କହିବେ। ଠାକୁର ରହିଲା।